ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର। ମୁଁ ଭାଇ ବିଶ୍ୱନାଥ ପାଣି ଆଜି ଏକ ଆତ୍ମିକ ଶିକ୍ଷାରେ ଆପଣମାନଙ୍କୁ ମୁଁ ସ୍ୱାଗତ କରେ। ଆଜିର ଅଂଶ ଏପରି ରହିବ, ମନୁଷ୍ୟର କ୍ରୋଧ ଐଶ୍ୱରିକ ମାନଦଣ୍ଡକୁ ଧ୍ୱଂସ କରେ। କ୍ରୋଧ ମାନବ ସ୍ୱଭାବର ଅଂଶ, ଯାହା ଯଥାର୍ଥ ଭାବେ ଉପଯୁକ୍ତ ରୂପେ ନିୟନ୍ତ୍ରଣ ନ ହେଲେ ଏହା ଧାର୍ମିକ ଜୀବନର ଅନ୍ତ ହୁଏ। ଆସନ୍ତୁ ଆମେ ପବିତ୍ର ବାଇବେଲରୁ ଆମେ ଏକ ଅଂଶକୁ ପାଠ କରିବା, ଯାହା ଲେଖା ଅଛି ଯାକୋବ ପୁସ୍ତକ 1 ଅଧ୍ୟାୟ ତାର 20 ପଦରେ ଲେଖା ଅଛି, କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। ବାଇବେଲରେ କ୍ରୋଧ ବିଷୟରେ ଇମ୍ପୋର୍ଟାନ୍ସ ଦିଆଯାଇଛି। କ୍ରୋଧ କ'ଣ କରିବ? ଯଦି ଯାହା ଜୀବନରେ କ୍ରୋଧ ଅଛି, ଏଇ କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତାକୁ ସାଧନ କରିବାକୁ ଦେବ ନାହିଁ। ଆଚ୍ଛା, ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ମାନେ କ'ଣ? ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ମାନେ ପବିତ୍ରତା, କ୍ଷମା, ନ୍ୟାୟ, ଶାନ୍ତି, ଧୈର୍ଯ୍ୟ। ଯିଏ ଏହି ମାନଦଣ୍ଡ ଅନୁସାରେ ଚାଲେ, ସେ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତାରେ ଜୀବନ ଯାପନ କରେ। ଆଉ ଏଇ ଯୋଉ ବିଷୟ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ବିଷୟ ଆମେ ଯାହା ଶୁଣିଲୁ, ଯଦି ଆମମାନଙ୍କ ଜୀବନରେ କ୍ରୋଧ ଅଛି, ଏଇ କ୍ରୋଧ ଆମ୍ଭମାନଙ୍କୁ ଏଇ ପବିତ୍ରତାରେ, ଏଇ କ୍ଷମା ଗୁଣରେ, ଏଇ ଶାନ୍ତି ଗୁଣରେ, ଏଇ ଦୟା ଗୁଣରେ, ଏଇ ଧୈର୍ଯ୍ୟ ଗୁଣରେ ଜୀବନଯାପନ କରିବା ପାଇଁ, ଆଚରଣ କରିବା ପାଇଁ କ୍ରୋଧ ଆମମାନଙ୍କୁ ଦେବ ନାହିଁ। କ୍ରୋଧ ଯଦି ଅଛି, ଚାहे ସେ ଯେତେ ବର୍ଷ ସେ ଈଶ୍ୱରଙ୍କ ସେବା କାର୍ଯ୍ୟ କରୁଥିବା ବ୍ୟକ୍ତି ହଉ, ଚାहे ସେ ଯେତେ ପ୍ରାର୍ଥନାଶୀଳ ବ୍ୟକ୍ତି ହଉ, ଚାहे ସେ ଯେତେ ଉପାସନା ପ୍ରିୟ ବ୍ୟକ୍ତି ହଉ, ଚାहे ସେ ବାଇବେଲକୁ ଅଧ୍ୟୟନ କରିବା ବ୍ୟକ୍ତି ହଉ, ବାକ୍ୟ ଶିକ୍ଷା ଦେବା ବ୍ୟକ୍ତି ଲୋକ ହଉ, ସିଏ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବ ନାହିଁ। ବାକ୍ୟରେ ଲେଖା ଅଛି, କ୍ରୋଧ ନା କ'ଣ କରେ? ଏ କ୍ରୋଧର ମୂଳ କ'ଣ? ଗର୍ବ, ଅହଙ୍କାର, ସ୍ୱାର୍ଥରୁ ଜନ୍ମେ। ଆଉ କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତାର ବିପକ୍ଷ ଅଟେ। ଏଇ ଦୁଇଟା ବିଷୟକୁ ନେଇକି, କ୍ରୋଧ ବି ଅଛି, ଈଶ୍ୱରଙ୍କ ଧାର୍ମିକତା, ଏ ଦୁଇଟାକୁ ନେଇକି ଆମେ ସେବା କାର୍ଯ୍ୟ। ବାଇବେଲ କହୁଛି ସମ୍ଭବ ନାହିଁ। ସାଧନ କରିପାରେ ନାହିଁ ମତଲବ କ'ଣ? ଅର୍ଥ କ'ଣ? ସାଧନ କରିବା ମାନେ କୌଣସି ଏକ କାର୍ଯ୍ୟକୁ, କୌଣସି ଏକ ଲକ୍ଷ୍ୟକୁ ଯୋଉଟାକି ସାର୍ଥକ କରିବା, ଅର୍ଥାତ୍ ସେଇ କାର୍ଯ୍ୟରେ ଫଳ ଆସିବ, ଫଳ ଦେଖାଯିବ, ତାହାକୁ କହିବେ ସାର୍ଥକ ବା ସାଧନ କରିବା। ସାଧନ କରିପାରେ ନାହିଁ ମତଲବ ବା ଅର୍ଥ ସେଠି ପବିତ୍ରତାରେ, ଦୟା ଗୁଣରେ, କ୍ଷମା ଗୁଣରେ, ଧୈର୍ଯ୍ୟ ଗୁଣରେ ଫଳ ଆଣିଦେବ ନାହିଁ। ଏହା ସମ୍ଭବ ନୁହେଁ। ତେଣୁ ବାଇବେଲରେ ଏହିପରି ଲେଖା ଅଛି, ଆସନ୍ତୁ ଆମେ ପଢ଼ିବା। ଏଫେସୀୟ ପୁସ୍ତକ 4 ଅଧ୍ୟାୟ ତାର 31 ପଦରେ, ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ, ପୁଣି ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କ ଠାରୁ ଦୂର ହୋ। ପାଖରେ ରହିବାକୁ ନାହିଁ। ଆଜି ଯେଉଁମାନଙ୍କ ଜୀବନରେ ରାଗ, କ୍ରୋଧ ଜୀବନର ଅଛି, ପରିବାରରେ ମଧ୍ୟ ଦେଖନ୍ତୁ, ଏ କ୍ରୋଧକୁ ପ୍ରୟୋଗ କରିବା ଦ୍ୱାରା ଯେଉଁ ସ୍ତ୍ରୀ ପୁରୁଷ ମଧ୍ୟରେ ଯେଉଁ ପବିତ୍ରତାର ପ୍ରେମ ସମ୍ପର୍କ, ସେଇଟା ମଧ୍ୟ ସେଇ ସମୟରେ ଆମେ ନ୍ୟାୟ କରିପାରୁନୁ। ଏ କ୍ରୋଧ ଦ୍ୱାରା ଆମେ ଜିଭ୍ୟାକୁ କଣ୍ଟ୍ରୋଲ କରିପାରୁନୁ, କଟୁ ଭାବ ପ୍ରକାଶ ହୁଏ। ସେହି ସମୟରେ ଆମେ ଏଇ ପ୍ରକାର ଶବ୍ଦ ଉଚ୍ଚାରଣ ଗୁଡ଼ା ଆମେ କରିଥାଉ,
ଯାହାକି ସେ କ୍ରୋଧରେ ଆମେ ଆମର ଘୃଣାକୁ ପ୍ରକାଶ କରିଥାଉ। ସେହି ସମୟରେ ଆମେ ତାହାଙ୍କୁ ଆମେ ସେ ଯାହା ହେଲେ ହେଇଯାଉ ଏହି ପ୍ରକାର କଥା ବାହାରିବା ଦ୍ୱାରା ପରିବାର ମଧ୍ୟରେ ଏକ ହାନି ବିଷୟ ଠିଆ ହୁଏ। ପରିବାରରେ ଏକ ବିଶୃଙ୍ଖଳା ବିଷୟ, ପରିବାରରେ ଯାହାକି ଆତ୍ମିକ ବିଷୟ ଆଉ ଦେଖିବାକୁ ମିଳୁନାହିଁ। ମଣ୍ଡଳୀରେ ମଧ୍ୟ ଯଦି ପ୍ରଭୁଙ୍କର ସେବା କାର୍ଯ୍ୟ କରୁଥିବା ଲୋକମାନଙ୍କ ମଧ୍ୟରେ ଯଦି କ୍ରୋଧ ଅଛି, ସେମାନେ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତାକୁ ସେମାନେ ପ୍ରକାଶ କରିପାରିବେ ନାହିଁ କି ସାଧନ କରିପାରିବେ ନାହିଁ। ବାକ୍ୟ ପ୍ରଚାର କରିବାଟା ପ୍ରେମ ବିଷୟରେ, କ୍ଷମା ବିଷୟରେ, ଦୟା ବିଷୟରେ, ଧୈର୍ଯ୍ୟ ବିଷୟରେ ଦେଖାଯିବ, ବଟ୍ କ୍ରୋଧ ଥିବାରୁ ଭିତରେ ଏଇ କାର୍ଯ୍ୟ, ଏଇ ଆଚରଣ, ଏଇ ସଭା ମଣ୍ଡଳ ବିଶ୍ୱାସୀ ମାନଙ୍କ ମଧ୍ୟରେ ପ୍ରକାଶ କରିବାକୁ ଏ କ୍ରୋଧ ଦେବ ନାହିଁ। ଭାରି ଡେଞ୍ଜର ବିଷୟ এই କ୍ରୋଧ। এই କ୍ରୋଧ ସକାଶୁ କାହା କାହା ପରିବାର ଭାଙ୍ଗି ଯାଉଛି, ମଣ୍ଡଳୀ ଭାଙ୍ଗି ଯାଉଛି, ସମ୍ପର୍କ ଭାଙ୍ଗି ଯାଉଛି, ଦେଶ ଦେଶ ମଧ୍ୟ ଯୁଦ୍ଧ। এই କ୍ରୋଧ ନ୍ୟାୟରୁ ଦୂରେ ରହିବାକୁ ବିଷୟକୁ ବୁଝାଏ। ନ୍ୟାୟ କରିବାକୁ ଦେବ। ଆମେ କେତେଗୁଡ଼ିଏ ଉଦାହରଣ ମଧ୍ୟ ଆମେ ଦେଖିବା। କ୍ରୋଧର ପରିଣାମ, କ୍ରୋଧର ଫଳ କଇନଙ୍କ ବିଷୟରେ ଆମେ ଦେଖୁ, ଯାହାକି ଆଦି ପୁସ୍ତକ ଆମେ ଦେଖିବା 4:5-8 ଲେଖା ଅଛି। ଦୁଇ ଭାଇ ଯେତେବେଳେ ଈଶ୍ୱରଙ୍କ ନିକଟରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଗଲେ, ଆପଣା ନୈବେଦ୍ୟ ସେମାନେ ଉତ୍ସର୍ଗ କଲେ। କଇନ ତାଙ୍କ ନୈବେଦ୍ୟ ଉତ୍ସର୍ଗ କଲେ, ହେବଲ ତାଙ୍କ ନୈବେଦ୍ୟ ଉତ୍ସର୍ଗ କଲେ। ଆଉ ଲେଖା ଅଛି ହେବଲଙ୍କ ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ କଲେ। କଇନଙ୍କ ବିଷୟରେ ଆମେ ସେଟା ଦେଖିବାକୁ ପାଉଛୁ ନା ସେ ଭାଇଙ୍କୁ କ'ଣ କରୁଛନ୍ତି? କ୍ରୋଧ କରୁଛନ୍ତି। ଆଉ ସେ କ୍ରୋଧର ପରିଣାମ ଫଳ ପାପ ବିଚ୍ଛେଦ, ଭାଇକୁ ମାରିବା ପରେ ଦେଖନ୍ତୁ ସେମାନଙ୍କ ମଧ୍ୟରେ। ଆଉ ସେ ଯୋଉ ଭାଇର ନ୍ୟାୟ ସେ ଦେବା କଥା, ଭାଇର ଉଦ୍ଧାରକ ହେବା କଥା, କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରିବା ପାଇଁ କଇନକୁ ଦେଲା ନାହିଁ। ମଶାଙ୍କ ବିଷୟରେ ଆମେ ଦେଖୁ। ମଶା ପୃଥିବୀର ସବୁଠାରୁ ନମ୍ର ଲୋକ ଲେଖା ଅଛି। ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଏକ ବ୍ୟକ୍ତି ଯେତେବେଳେ ମିଶ୍ରରୁ ସେ ବାହାର କରିକି ଆଣୁଛନ୍ତି, କିଣା ଦେଶକୁ ନେବା ପାଇଁ ପରମେଶ୍ୱରଙ୍କ ଆଡ଼ୁ ସେ ମନୋନୀତ ହେଇଛନ୍ତି, ମଶାଙ୍କ ଜୀବନରେ କ୍ରୋଧ ଆସିଲା। ପରମେଶ୍ୱର ଶୈଳକୁ ଆଜ୍ଞା ଦେବା ପାଇଁ କହିଲେ। ଯେତେବେଳେ ଇସ୍ରାଏଲ ଲୋକମାନେ ଆଉ ପାଣି ପାଇଲେ ନାହିଁ, ପାଣିର ଅଭାବ, ପ୍ରଚେଷ୍ଟା କଲେ ପରମେଶ୍ୱରଙ୍କ ବିରୋଧରେ, ମଶାଙ୍କ ବିରୋଧରେ। ଆଉ ସେତେବେଳେ ମଶା ପରମେଶ୍ୱର ନିକଟରେ ଯେତେବେଳେ ପ୍ରାର୍ଥନା କଲେ, ପରମେଶ୍ୱର କହିଲେ ମଶାଙ୍କୁ, ଶୈଳକୁ ତୁମେ ଆଜ୍ଞା ଦିଅ। ଆଉ ମଶା କ୍ରୋଧ ହେଇକି ସେ ଶୈଳକୁ 2 ଥର ଲେଖା ଅଛି ଜଷ୍ଟିରେ ବାଡ଼େଇଲେ। ସେହି ସମୟରେ ପରମେଶ୍ୱର କହିଲେ, ଇସ୍ରାଏଲ ସନ୍ତାନ ସାକ୍ଷାତମାନଙ୍କୁ ପବିତ୍ର ରୂପେ ମାନ୍ୟ କରିବା ପାଇଁ ବିଶ୍ୱାସ କଲ ନାହିଁ। ଆଉ ହାରଣ ଆଉ ମଶାଙ୍କୁ ପରମେଶ୍ୱର କହିଲେ, ତୁମେ କିଣା ଦେଶରେ ପ୍ରବେଶ କରିପାରିବ ନାହିଁ। ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରିବା ପାଇଁ ଦେଲା ନାହିଁ କ୍ରୋଧ। ଆଜି ଅନେକଙ୍କ ଜୀବନରେ କ୍ରୋଧ ଦେଖିବାକୁ ମିଳୁଛି। ପୁରୁଷ ପାଖରେ, ସ୍ତ୍ରୀ ପାଖରେ, ପିଲାମାନଙ୍କ ସେବକ, ସେବିକା, ବିଶ୍ୱାସୀ। କିନ୍ତୁ ବାଇବେଲ କ'ଣ କହୁଛି? এই କ୍ରୋଧ ପବିତ୍ର ଜୀବନଯାପନ, ଶାନ୍ତିର ଜୀବନଯାପନ, ଦୟାର ଜୀବନ, କ୍ଷମାର ଜୀବନ, ଧୈର୍ଯ୍ୟ ନିୟନ୍ତ୍ରଣ ଜୀବନଯାପନ କରିବା ପାଇଁ ସେ ଦେବ ନାହିଁ। ଲାଭ କ'ଣ? ଆମେ ଈଶ୍ୱରଙ୍କର ସେବକ ହୋଇ ବିଶ୍ୱାସୀ ହେଇକି, ବହୁ ବର୍ଷର ଖ୍ରୀଷ୍ଟିଆନ ହେଇକି, ଆମେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ବଳିଦାନରେ, ସମାଧିରେ, ପୁନରୁତ୍ଥାନରେ ଅଂଶୀ ହେଇକି, ଆମେ ଯଦି ଆଉ ଗୋଟେ ବିଷୟ ଦେଖିବା, ପିତରଙ୍କ ବିଷୟରେ ଲେଖା ଅଛି। ଯୀଶୁଙ୍କର ଶିଷ୍ୟ ପିତର, ଆଉ ଯେତେବେଳେ ଏହିପରି ଏକ ସମୟ ଆସିଛି, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ, ବାକ୍ୟ ଅନୁଯାୟୀ, ଭାବାଣୀ ଅନୁଯାୟୀ, ଯେ ପରମେଶ୍ୱରଙ୍କୁ ବଳିଦାନ ହେବାକୁ ପଡ଼ିବ, ଯୀଶୁଙ୍କୁ ସମର୍ପଣ ହେବାକୁ ପଡ଼ିବ, ଯେ ଶତ୍ରୁମାନଙ୍କ ହସ୍ତରେ। ଆଉ ଯେତେବେଳେ
ଯୀଶୁଙ୍କୁ ଧରିବା ପାଇଁ ଆସୁଛନ୍ତି। ସେଇ ସମୟରେ ଆଉ ଶାସ୍ତ୍ରରେ ଲେଖା ଅଛି, ତାର ଜହନ 18:10-11 ପଦେ ଲେଖା ଅଛି, ଆଉ ପିତର ସେ ଖଣ୍ଡା କାଢୁଛନ୍ତି। ଖଣ୍ଡା କାଢି ଆଉ ଏକ ବ୍ୟକ୍ତିଙ୍କୁ ସେ ହାଣି ଦଉଛନ୍ତି। ସେଇ ସମୟରେ ଯୀଶୁ ଶିଶୁଙ୍କୁ କହୁଛନ୍ତି, ପିତରଙ୍କୁ କହୁଛନ୍ତି, ତୁମର ଖଣ୍ଡା ଆଉ ତୁମର ଖଣ୍ଡା ରଖିବା ସ୍ଥାନରେ ରଖ। ଏହା ଈଶ୍ୱରଙ୍କ ମାର୍ଗ ନୁହେଁ। ଆଜି ଅନେକ ଲୋକମାନେ କ୍ରୋଧକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ପରିବାରରେ କିଛି ତ୍ରୁଟି ଦେଖିଲେ, ପରିବାର କିଛି ଯଦି ଭୁଲ ଦେଖିଲେ, ସେଇ ସମୟରେ ଏଇ ଯୋଉ କ୍ରୋଧ, ଯୋଉ ମାନବର ସ୍ୱଭାବର ସେ କ୍ରୋଧର ଆକ୍ଚୁଆଲି ରାଗ କ୍ରୋଧକୁ ଯଦି ଆମେ ବୁଝିବା, ରାଗ ନୀତି ପାଇଁ ଆଉ ଏବଂ ଅନୁଶାସନ ପାଇଁ ବ୍ୟବହାର କରାଯାଏ। କିନ୍ତୁ ବାଇବେଲର ମତ ଅନୁସାରେ ଦେଖିବା, କ୍ରୋଧ କଲେ ପାପ କର। ଆମେ ଯେତେବେଳେ ପିଲାମାନଙ୍କୁ କିଛି ଅନୁଶାସନ ପାଇଁ କ୍ରୋଧ କରୁ, ରାଗୁଛୁ, କି ପୁରୁଷ ଯେତେବେଳେ ସ୍ତ୍ରୀକୁ ଗୋଟେ ଅନୁଶାସନ ପାଇଁ, ଗୋଟେ ନୀତି ପାଇଁ, ଶୃଙ୍ଖଳା ପାଇଁ, ସେଇ ରାଗକୁ ଆମେ ପାପ ବୋଲି କହିପାରିବା ନାହିଁ। ଯୀଶୁଖ୍ରୀଷ୍ଟ ମଧ୍ୟ ରାଗିଲେ। କାହିଁକି? ଜେରୁସାଲେମ ମନ୍ଦିରରେ ଆଉ କ୍ରୟ ବିକ୍ରୟ ଚାଲିଥିଲା। ତେଣୁ ଯେଉଁ ରାଗରେ ହିଂସା ନାହିଁ, এই ପ୍ରକାର ରାଗ ତାହାମାନଙ୍କୁ ପାପ କରିବା ପାଇଁ ଦେବ ନାହିଁ। କିନ୍ତୁ କ୍ରୋଧ ଅନିୟନ୍ତ୍ରିତ ବିନା ଧୈର୍ଯ୍ୟକୁ ବୁଝାଏ। ଯେମିତିକି ଆମେ କଏନ ଠାରେ ଦେଖୁଛୁ, ମୂଷାଙ୍କ ଠାରେ ଦେଖିଲୁ, ପିତରଙ୍କ ଠାରେ ଦେଖିଲୁ, ଯୀଶୁଙ୍କୁ ଧରି ଆସୁଥିବା ଲୋକଙ୍କର ସେ କାନକୁ କାଟି ଦଉଛନ୍ତି, ଗୋଟେ ଯାଜକଙ୍କର କାନ। କିନ୍ତୁ ଯଦି ଆମେ ଦେଖିବା, ଆଉ କିଛି ଲୋକଙ୍କର ଆମେ ଉଦାହରଣ ନେବା, ଯେଉଁମାନେ କି ଗ୍ରାହ୍ୟ ଧାର୍ମିକତାକୁ ସେମାନେ ଇମ୍ପୋର୍ଟାନ୍ସ ଦେଲେ। ସେମାନେ କ୍ରୋଧରେ ଧୀର ବିଷୟକୁ ଉପସ୍ଥିତ, ସହିଷ୍ଣୁତାକୁ, ଧାର୍ମିକତାକୁ ଧରିଲେ। ଯୀଶୁଙ୍କ ବିଷୟରେ ଆମେ ଦେଖୁ, ଯେତେବେଳେ ଲେଖା ଅଛି, ଯୀଶୁଙ୍କୁ ଯେହେତୁ ଅପମାନ କରିବା ପାଇଁ, କଷ୍ଟ ଦେବା ପାଇଁ ଆଉ କ୍ରୁଶରେ ବଳି କରିବା ପାଇଁ ଲୋକମାନେ ଆସିଲେ, ଆଉ ଅପମାନ ଦିଆଗଲା, କଷ୍ଟ ଦିଆଗଲା, ଯୀଶୁଙ୍କୁ ମାରୁଛନ୍ତି, ଛେପ ପକାଉଛନ୍ତି, ଚାପଡ଼ା ମାରୁଛନ୍ତି। ଯୀଶୁ କ୍ରୋଧ କଲେ ନାହିଁ। ଆମେ ସେଠାରେ କ'ଣ ଶିକ୍ଷା କରିବା? ଆମେ ଯଦି ସତରେ ଯୀଶୁଙ୍କୁ ଫଲୋ କରୁଛୁ, ଆମେ ଯଦି ସତରେ ଯୀଶୁଙ୍କୁ ଗ୍ରହଣ କରିଛୁ, ସେଥିରୁ ଧାର୍ମିକତା ଓ କୃପା ପ୍ରକାଶିତ ହେଲା ଯୀଶୁଙ୍କ ଠାରୁ। ଏଇଟା ଆମକୁ ଦରକାର। ହେଇପାରେ ଆମ ଜୀବନରେ ଅନେକ ଲୋକମାନେ ଅପମାନ କରିବେ, ତାଡ଼ନା କରିବେ, ମାରିବେ, ଆମର ଜୀବନ ନେବା ପାଇଁ ବି ଚେଷ୍ଟା କରିବେ, ତଥାପି ଆମେ କ୍ରୋଧ କରିପାରୁ ନାହିଁ, କାହିଁକି ବାକ୍ୟ ମନା କରୁଛି। ସ୍ତିଫାନଙ୍କ ବିଷୟରେ ଆମେ ଯଦି ଦେଖିବା, ପ୍ରେରିତ ତାର 7:59-60 ପଦ ଲେଖା ଅଛି, ସ୍ତିଫାନକୁ ପଥର ଫୋପାଡ଼ି ସେମାନେ ମାରିଦେବା ପାଇଁ ଚେଷ୍ଟା କରୁଛନ୍ତି, ଲାଷ୍ଟରେ ବି ମାରି ବି ଦେଲେ। କିନ୍ତୁ ତାଙ୍କର ଜୀବନ ଥିବା ଅବସ୍ଥାରେ ସେ କ୍ରୋଧ କଲେ ନାହିଁ, ବରଂ ସେ କହୁଛନ୍ତି, ଏଇ ପାପ ଏମାନଙ୍କ ନିକଟରେ ଗଣନା କର ନାହିଁ। କ'ଣ ଆମେ ଏଠି ଶିକ୍ଷା ପାଉଛୁ? ଶାନ୍ତି ଓ କ୍ଷମାରେ ଧାର୍ମିକତା ପ୍ରକାଶିତ ହେଲା। ତେଣୁ ଲେଖା ଅଛି, ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ସନ୍ତାନ ବୋଲି ଖ୍ୟାତ ହେବେ। ଆଉ ଜଣଙ୍କ ବିଷୟ ଆମେ ଦେଖୁ, ଦାଉଦଙ୍କ ବିଷୟରେ, ଯାହାକି ପ୍ରଥମ ସାମୁଏଲ 24:10-12 ପଦ ଲେଖା ଅଛି। ସାଉଲ ରାଜା, ଯିଏକି ଇସ୍ରାଏଲର ପ୍ରଥମ ରାଜା, ଦାଉଦଙ୍କୁ ମାରିଦେବାକୁ ଚେଷ୍ଟା କରୁଛନ୍ତି। ଏହିପରି ଏକ ସମୟ ବି ଆସିଅଛି, ଦାଉଦଙ୍କୁ ମଧ୍ୟ ସୁଯୋଗ ମିଳିଲା ଯେ ସେ ଚାହିଁଲେ ସାଉଲ ରାଜାଙ୍କୁ ସେ ହତ୍ୟା କରିପାରିବେ, ତାଙ୍କ ସୈନ୍ୟମାନଙ୍କୁ ମାରି ଦେଇପାରିବେ। କିନ୍ତୁ ଦାଉଦ ରାଜା ସେପରି କାର୍ଯ୍ୟ କଲେ ନାହିଁ। ସେ କହିଲେ, ମୁଁ ପରମେଶ୍ୱରଙ୍କର ଅଭିଷିକ୍ତ ରାଜାଙ୍କୁ କିପରି ହାନି କରିବି, କିପରି ହତ୍ୟା କରିବି। ତାଙ୍କର ଶୈବ ଶକ୍ତି, ସ୍ୱନିୟନ୍ତ୍ରଣରେ ଧାର୍ମିକତା ପ୍ରକାଶିତ ହେଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରିୟ ବିଶ୍ୱାସୀମାନେ, ଆଜି ଯଦି ଆମମାନଙ୍କ ଜୀବନରେ କ୍ରୋଧ ଅଛି, ଆମେ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବା। ଯୀଶୁଙ୍କ ବିଷୟରେ ଆମେ ଶିକ୍ଷା କରୁ, ସ୍ତିଫାନଙ୍କ ବିଷୟରେ ଶିକ୍ଷା କରୁ, ଦାଉଦଙ୍କ ବିଷୟରେ।
ସେହିପରି ଜୀବନ ଆମମାନଙ୍କୁ ଆବଶ୍ୟକ। ଚାहे ଆପଣମାନେ ଯେତେ ବର୍ଷ ସେବା କାର୍ଯ୍ୟ କରିଛନ୍ତି, ଚାहे ଯେତେ ଆପଣମାନେ ପ୍ରାର୍ଥନା କରି ଆସୁଛନ୍ତି, ଏହିପରି ଆପଣମାନେ କର୍ମକର୍ତ୍ତା ପଦବୀରେ ଅଛନ୍ତି, କ୍ରୋଧ ଯଦି ଆପଣମାନଙ୍କ ଜୀବନରେ ଅଛି, ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବେ। এই କ୍ରୋଧ ଆପଣଙ୍କୁ ସେ ପବିତ୍ରତାରେ ବଞ୍ଚିବାକୁ ଦେବ ନାହିଁ। ସେଇ ଦୟା ଗୁଣରେ, ସେଇ କ୍ଷମା ଗୁଣରେ, ସେଇ ନ୍ୟାୟ ଗୁଣରେ, ସେଇ ଧୈର୍ଯ୍ୟ ଗୁଣରେ ବଞ୍ଚିବାକୁ ସେ ଦେବ ନାହିଁ। ଇଆଡ଼େ ସେବା କରୁଥିବେ, ଇଆଡ଼େ ପ୍ରାର୍ଥନା କରୁଥିବେ, ସବୁ ଚାଲୁଥିବ, ଲାଗୁଥିବ ଠିକ୍ ଠାକ୍, କ୍ରୋଧ, ବାଇବେଲ ଲେଖା ଅଛି, କ୍ରୋଧକୁ ଦୂର କର। ଆଉ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ନିୟନ୍ତ୍ରଣକୁ ବୁଝାଏ। ଏଇ ଆତ୍ମାଙ୍କ ଫଳ ଆମମାନଙ୍କୁ ଏ କ୍ରୋଧ ଗୁଣକୁ ଜିତିବାକୁ ସାହାଯ୍ୟ କରିବ। ଆମେ କ'ଣ ସାରାଂଶ ପାଉଛୁ ଏଠାରେ? ମନୁଷ୍ୟର କ୍ରୋଧ କେବେ ବି ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। ଏହା ପାପକୁ ଆଣେ, ଶାନ୍ତିକୁ ଧ୍ୱଂସ କରେ ଓ ସମ୍ବନ୍ଧକୁ ଭାଙ୍ଗି ଦିଏ। କିନ୍ତୁ ଯେଉଁଠାରେ ଶାନ୍ତି, ସ୍ୱନିୟନ୍ତ୍ରଣ ଓ ପ୍ରେମ ଅଛି, ସେଠାରେ ଈଶ୍ୱରଙ୍କ ଧାର୍ମିକତା ପ୍ରକାଶ ପାଏ। ଯଦି ଯାହା ଜୀବନରେ ବି ରାଗ, କ୍ରୋଧ ଅଛି, ମୁଁ ଆପଣମାନଙ୍କୁ ଅନୁରୋଧ କରେ, ନିଷ୍ପତ୍ତି ନିଅନ୍ତୁ, ମୁଁ କ୍ରୋଧ ଜୀବନରୁ ମୁଁ ସମ୍ପୂର୍ଣ୍ଣ ମୁକ୍ତ ହେବା ପାଇଁ ଚାହେଁ। ପ୍ରଭୁ ମୋତେ ଅନୁଗ୍ରହ କର। ପ୍ରଭୁ ନିଶ୍ଚୟ ଅନୁଗ୍ରହ ଦେବେ। ଏ ବାକ୍ୟରେ ପ୍ରଭୁ ଗୌରବ ପାଆନ୍ତୁ, ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଅଳ୍ପରେ ପ୍ରାର୍ଥନା କରିବି, ତାପରେ ଏଠାରେ ଆମେ ସାଙ୍ଗ କରିବା ପାଇଁ ଯିବା। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଅନୁଗ୍ରହକାରୀ ପରମେଶ୍ୱର, ତୁମ ଅନୁଗ୍ରହରେ ପ୍ରଭୁ ଯେଉଁ ଶିକ୍ଷା ମାନେ ତୁମ ବାକ୍ୟରୁ ଆମେ ପ୍ରଭୁ ଶୁଣିବାକୁ ପାଇଲୁ, ମନୁଷ୍ୟର କ୍ରୋଧ ଐଶ୍ୱରିକ ମାନଦଣ୍ଡକୁ ଧ୍ୱଂସ କରେ। ପ୍ରଭୁ ଆମମାନଙ୍କ ଜୀବନରୁ ସମ୍ପୂର୍ଣ୍ଣ କ୍ରୋଧକୁ ଏବଂ ରାଗକୁ ଦୂର କରିପାରିବୁ। ଏଥିପାଇଁ ଆମମାନଙ୍କ ଜୀବନ ଅନୁଗ୍ରହ ଦିଅ। ଏ ବାକ୍ୟ ଯେଉଁମାନେ ବି ଶୁଣିବେ, ସେମାନଙ୍କ ଜୀବନ ଆଶୀର୍ବାଦ। ଏକ ନିଷ୍ପତ୍ତିମୟ ଜୀବନଯାପନ କରି ପ୍ରଭୁ ତୁମ ଧାର୍ମିକତାର ଜୀବନଯାପନ କରିବା ପାଇଁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଗୌରବ ତୁମେ ପାଅ। ଏହି ପ୍ରାର୍ଥନା ପ୍ରିୟତମ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ସମସ୍ତଙ୍କୁ ନମସ୍କାର।